ଚନ୍ଦନପୁର ଗ୍ରାମର ଆନନ୍ଦ ବେହେରାଙ୍କ ମୃତ୍ୟୁ ଖବର ପାଇ ସହଯୋଗର ହାତ ବଢ଼ାଇଲେ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ। କେନ୍ଦ୍ରାପଡ଼ା ଜିଲ୍ଲା ଚୌଦକୁଲାଟ ନିକଟସ୍ଥ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଗାଁର ଆନନ୍ଦ ବେହେରାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ପରେ ଘରର ରୋଜଗାର ଶୂନ। 80 ବର୍ଷର ଶାଶୁ ଓ 2 ଶିଶୁ ପିଲାମାନଙ୍କୁ ଧରି ତାଙ୍କ ସହଧର୍ମିଣୀ ନମିତା ବେହେରା ବହୁ ଅସୁବିଧା ଜୀବନ ନିଭାଇଛନ୍ତି। ଗତ କିଛିଦିନ ତଳେ ଆୱାଜ ଓଡ଼ିଶା ନ୍ୟୁଜ୍ରେ ଖବର ପ୍ରସାରଣ ହେବା ପରେ ଆଜି ତାଙ୍କ ଏକାଦଶ କର୍ମରେ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ମୃତ ପରିବାରକୁ ସମବେଦନା ଦେବା ସହ 5,000 ଟଙ୍କା ସାହାଯ୍ୟ କରିଛନ୍ତି। ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିଥିବାରୁ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଯଥାଶୀଘ୍ର ସରକାରୀ ସ୍ତରରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ପ୍ରଶାସନ, ବିଧାୟକ ଗଣେଶ୍ୱର ବେହେରା, ସାଂସଦ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ମହୋଦୟ ଓ ବିଭିନ୍ନ ବେସରକାରୀ ସଂସ୍ଥା ସହଯୋଗ କରିବା ପାଇଁ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର ସଭାପତି ଯୁବ ସମାଜସେବୀ ପ୍ରକାଶ ବାବୁ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଏସ୍.କେ. ଜାକିରୁଲ୍ଲା ଗେହ୍ଲା ଭାଇ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅନୁରୋଧ କରିଛନ୍ତି। ପଟ୍ଟାମୁଣ୍ଡାଇରୁ ଅଶୋକ ସାହୁ ଓ କେନ୍ଦ୍ରାପଡ଼ାରୁ ହିମାଂଶୁ ମହାନ୍ତିଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। ପରିଚୟଟି ଦେବେ? ପ୍ରକାଶ ଚନ୍ଦ୍ର ମହାନ୍ତି, କଳିଙ୍ଗ ନବଦିଗନ୍ତ ସାଧାରଣ ସମ୍ପାଦକ। ଆଚ୍ଛା, କ'ଣ ଆଜିର ଖବର ଯେଉଁ ଆନନ୍ଦ ବାବୁଙ୍କର ଯେଉଁ ମୃତ୍ୟୁ ବିୟୋଗର ଖବର ପ୍ରସାରଣ କେମିତି ପାଇଲେ, କ'ଣ ସହଯୋଗର ହାତ ବଢ଼େଇଲେ? ପ୍ରଥମ ଆମେ ଆୱାଜ ଓଡ଼ିଶାର ତାର ଚ୍ୟାନେଲରୁ ଆମେ ନ୍ୟୁଜ୍ଟି ପାଇଲୁ। ନିହାତି ଏକ ଦୁଃଖଦ ବିଷୟ। ସମସ୍ତେ ଏ ବିଷୟରେ ଆମେ ଅନୁଧ୍ୟାନ କଲା ପରେ ଏବଂ ଆମ ଭିତରେ ଆମର ଯେଉଁ ସମସ୍ତ ସଦସ୍ୟ ଅଛନ୍ତି ଆମେ ସମସ୍ତଙ୍କୁ ଆଲୋଚନା କଲା ପରେ ଚିନ୍ତା କଲୁ, ସିଦ୍ଧାନ୍ତ ନେଲୁ ତାଙ୍କୁ ଯେ ଆର୍ଥିକ ସହାୟତା ଦେବୁ ଏବଂ ଆମ ଅନୁଷ୍ଠାନର ଯେ ଆର୍ଥିକ ଅବସ୍ଥା ଯେ ଆର୍ଥିକ ସହାୟତା ଦେବାକୁ ଚିନ୍ତା କଲୁ ଏବଂ ଆଜି 5,000 ଟଙ୍କାର ଗୋଟେ ଆର୍ଥିକ ସହାୟତା ଆମେ ତାଙ୍କୁ ଦେଉଛୁ ଏବଂ ଆଗାମୀ ଦିନରେ ଆମ ମଧ୍ୟ ଏହି ସହାୟତା ମାଧ୍ୟମରେ ଅଲଗା ଯେଉଁ ସ୍ୱେଚ୍ଛାସେବୀ ସଂଗଠନମାନେ ଅଛନ୍ତି ସେମାନଙ୍କୁ ମୁଁ ଆଜି ଏଇଠି ଅନୁରୋଧ କରିବୁ, ସେମାନେ ସମସ୍ତେ ଆସନ୍ତୁ, ଦୁଃଖୀ ଭଉଣୀ ଟିକେ ସହଯୋଗ କରନ୍ତୁ। ତାଙ୍କର ଯେଉଁ ଆମେ ଦେଖୁ ଯେଉଁ ଆର୍ଥିକ ପରିସ୍ଥିତି ଅଛି ସେମାନଙ୍କୁ ସହଯୋଗର ହାତ ନିହାତି ବଢ଼ାଇବା ଦରକାର ଏବଂ ପ୍ରଶାସନିକ ସହାୟତା ମଧ୍ୟ ଯାହା ତାଙ୍କର ନାହିଁ ଏଠି ପ୍ରଶାସନ ପାଖରେ ମୁଁ ଗୋଟେ ଦାବି ରଖିବି। ତାଙ୍କ ଘର ଆମେ ଦେଖୁଛୁ ତାଙ୍କର ବୋଧେ ଯେଉଁ ଘରଟି ଅଛି ତାଙ୍କୁ ନିହାତି ଗୋଟେ ଘରଟି ଦରକାର ଏବଂ ସେ ଯେଉଁ ବିଧବା ଭଉଣୀଟି ପାଇଁ ଗୋଟେ ଭତ୍ତାର ନିହାତି ଆବଶ୍ୟକ ତାଙ୍କ ପାଇଁ ଦରକାର ଏବଂ ସେତିକି ତାଙ୍କ କାମ ସାରିଦେଲେ ହେବନି, ତାଙ୍କ ପିଲାମାନଙ୍କ ପାଇଁ କିଛି କରିବାର ଅଛି। ପ୍ରଶାସନକୁ ଏ ଦାୟିତ୍ୱ ନେବା କଥା ଏବଂ ପ୍ରଶାସନ ନେବ ଏବଂ ଆ ଦ୍ୱାରା ମଧ୍ୟ ସମସ୍ତ ସାମାଜିକ ସଂଗଠନମାନଙ୍କୁ ଅନୁରୋଧ କରିବି ସେମାନେ ସେମାନଙ୍କ ସହାୟତାର ହାତ ବଢ଼ାନ୍ତୁ। କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ସଭାପତି। ଆମେ ଯେତେବେଳେ ଆୱାଜ ଓଡ଼ିଶାର ପ୍ରସାରଣ ଖବର ପାଇ ଆମେ ଏଠିକି ଆସି ଦେଖିଲୁ, ଏହା ଏକ ଦୁଃଖଦ ଘଟଣା। ଆନନ୍ଦ ବେହେରା 38 ବର୍ଷ ବୟସରେ ତାଙ୍କର ଛୋଟ ଛୋଟ 2ଟି ସନ୍ତାନ ଏବଂ ଛୋଟ ଛୋଟ 2ଟି ଶିଶୁ ସନ୍ତାନକୁ ଛାଡ଼ି ସେ ଇହଧାମ ତ୍ୟାଗ କଲେ ଏବଂ ତାଙ୍କର ଯେଉଁ ଆର୍ଥିକ ସ୍ଥିତି ଯାହା ଅତ୍ୟନ୍ତ ଶୋଚନୀୟ। ପ୍ରଶାସନିକ ସାହାଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପାଖରେ କିଛି ପହଞ୍ଚି ନାହିଁ। ଆମେ ନିବେଦନ କରୁଛୁ ଯେ ପ୍ରଶାସନ ଏଇ ଯେଉଁ ଛୋଟ ଛୋଟ ପିଲା 2ଟିଙ୍କର ଶିକ୍ଷାର ବ୍ୟବସ୍ଥା ନିଅନ୍ତୁ, ଭାର ଗ୍ରହଣ କରନ୍ତୁ ଏବଂ ତାଙ୍କୁ ପ୍ରଶାସନିକ ଯେଉଁ ସାହାଯ୍ୟ ଜିଲ୍ଲାପାଳଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ନଦେଲେ ସେମାନେ ଯେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ଇଏ ମଧ୍ୟ ସନ୍ଦିହାନୀ ହେଇଛି। ତେଣୁ ଆମେ ଜିଲ୍ଲାପାଳଙ୍କୁ ମଧ୍ୟ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛୁ ସିଏ ଏ ଘଟଣାକୁ ଗୁରୁତ୍ୱର ସହିତ ନେଇ ତାଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଧନ୍ୟବାଦ।